ନମସ୍କାର। ମୁଁ ଆମର ଯେଉଁ ଏନ୍ଜିଓ ପିପୁଲ୍ସ ଫୋରମ୍ ଆମର ସେଣ୍ଟର ଯେଉଁ ଝାରସୁଗୁଡ଼ା ଅଛି ମିଶନ ଆଶାଲୋକର ସେଣ୍ଟର ଅଛି ସୁଭାଷ ଚନ୍ଦ୍ର ଜେନା। ତ ଆମେ 2 ଦିନ ତଳେ ସାର୍ଙ୍କ ଗୋଟେ ମେସେଜ ପାଇଲୁ ଆମର ସ୍ନେହ ଶକ୍ତି ଗ୍ରୁପରେ କି ଜଣେ ସୁରେନ୍ଦ୍ର ଯିଏ କୋଡ଼ ଅଛନ୍ତି ସେ ଆମର ବିହାର ପାଟନାର ଗୋଟେ ଜାଗାରେ ସେ ମେଣ୍ଟାଲି ଯେଉଁ ଅଛନ୍ତି ସେଠି ସେ ଅଛନ୍ତି, ଘରକୁ ଆସିପାରୁନାହାନ୍ତି। ତ ସାର୍ ବି କହିଲେ କି ଏମାନଙ୍କୁ କେମିତି ରେସ୍କ୍ୟୁ କରାଯାଇପାରିବ। ତାପରେ ଆମେ ତତ୍ପର ସହିତ ଉପରେ ତାଙ୍କର ଯେଉଁ ଲୋକେସନରେ ଯିଏ ଭିଡ଼ିଓ କରି ଛାଡ଼ିଥିଲେ ଜଣେ ଯିଏ ସୋସିଆଲ ୱାର୍କର ତାଙ୍କ ସହିତ କଣ୍ଟାକ୍ଟ କଲୁ। ସେଠୁ ଲୋକେସନ୍ ତାଙ୍କର ଯେଉଁ ଢାବାରେ ସେ କାମ କରୁଛନ୍ତି ଅଛନ୍ତି ସେଠିକା ନମ୍ବର ତା ସହିତ ଲୋକେସନ୍ ଆମକୁ ସେୟାର କଲେ। ଆମେ ତାଙ୍କ ସହିତ କଥା ବି ହେଲୁ। ତାପରେ ହେଲା ପରେ ଆମେ ଫାଇନାଲ୍ କଲୁ କି ଆମେ ସେ ଜାଗାକୁ ଯିବା ପାଇଁ। ଆଜି ଆସିଥିଲୁ ଆମର DSS ଅଫିସରେ, ତ ସାର୍ଙ୍କ ସହିତ କଥା ହେଲୁ। କଥା ହେଲା ପରେ ତାଙ୍କର ଏଇ ଟ୍ରେନ୍ ଟିକେଟ୍ କାଟିଛୁ, କାଲି ଟିମ୍ ବାହାରିବେ ତାଙ୍କୁ ରେସ୍କ୍ୟୁ କରିକି ଆଣିବେ ସେ ଜାଗାରେ ବିହାରରେ। ତ ନିରୀକ୍ଷରେ ତାଙ୍କ ଘରଲୋକ ବି ଆସିଛନ୍ତି। ତ ତାଙ୍କ ଭାଇ ଆମର ଜଣେ କାଉନ୍ସିଲର ତାଙ୍କ ଏଇ କାଲି ଯିବେ ରେସ୍କ୍ୟୁ କରିକି ନେଇକି ଆସିବେ। ନମସ୍କାର, ସତ୍ୟଜିତ ଦାସ, ମୁଁ କାଉନ୍ସିଲର ମିଶନ ଆଶାଲୋକ 1ରେ। ଆଜି ମୁଁ ବହୁତ ଖୁସି ଅଛି। ମୁଁ ବହୁତ ଆଗରୁ ବି ରେସ୍କ୍ୟୁ କରିଛି, ଯେହେତୁ ସେ ବିହାରରେ ଜଣେ ଅଛନ୍ତି, ଆମର ଝାରସୁଗୁଡ଼ା ଜିଲ୍ଲାର ଜଣେ ଅଛନ୍ତି ଗ୍ରାମରେ। ତେଣୁ ଆମେ ବି ଯିବୁ, ଯାଇକି ଆମ ଟିମ୍ ମୁଁ ଆଉ ମୋର ଜଣେ ସହକର୍ମୀ ସିଏ ବି ଯିବେ ମୋ ସହିତ, ଯାଇକି ଆମେ ତାଙ୍କୁ ରେସ୍କ୍ୟୁ କରିବୁ। ସୁରେନ୍ଦ୍ର କୋଡ଼, ହଣ୍ଡା ଦୁପାନି। ମୋର ଭାଇ ହଜି ଯାଇଥିଲା 2 ବରଷ ହେଲା। ଆଉ ସେ ଭିଡ଼ିଓରୁ ଆମେ ଜଣା ପଡ଼ିଲା ବୋଲେ କଲେକ୍ଟର ଅଫିସ ଆସିଛି। ଆମେ ଆନବାର୍ ଲାଗି ଚେଷ୍ଟା କରୁଥିଲୁ, କଲେକ୍ଟର ଆଜ୍ଞା ଘରେ ଜାଣିଲେ ବୋଲେ ତାଙ୍କର ଦ୍ୱାରା ଆଜ୍ଞା ଆସିଛୁ। ନା ତାହେଲେ କିଛି ନି କହିଲେ, ଲେଖାପଢ଼ା କଲେ ଆଉ କାଲକା ଯାଇକିରି ଆନବାର ଅଛେ। ହଁ ନିଜର